ନୂଆ ନୂଆ ମ୍ୟାଜିକ୍ ଟ୍ରିକ୍ ଦେଖାଇବା ପାଇଁ ମୋତେ ପ୍ରୋତ୍ସାହନ ଲାଗିବ। ଚାଲନ୍ତୁ ଭିଡ଼ିଓ ଆରମ୍ଭ କରିବା। ମ୍ୟାଜିକ୍ ଟି ଆପଣମାନଙ୍କୁ ଦେଖେଇବି ଏବଂ ଶିଖେଇବି ମଧ୍ୟ। ତ ଦେଖନ୍ତୁ ମୋ ହାତରେ ଅଛି ଗୋଟିଏ ପେପର ଗୁଳା, ପେପରର ଗୋଟିଏ ବିଣ୍ଡା ବା ଗୁଳା, ଯୋଉଟାକି ଆପଣମାନେ ଦେଖିବେ ବର୍ତ୍ତମାନ ଶୂନ୍ୟରେ ଉଡ଼ିବ। ମ୍ୟାଜିକ୍ ଟି କେମିତି ଶୂନ୍ୟରେ ଉଡ଼ୁଛି ଆପଣମାନଙ୍କୁ ଦେଖେଇବି ଓ ଶିଖେଇବି ମଧ୍ୟ। ଚାଲନ୍ତୁ ମନ୍ତ୍ର କରିବା। ଦେଖନ୍ତୁ ପେପର ଗୁଳାଟି କେମିତି ଶୂନ୍ୟରେ ବର୍ତ୍ତମାନ ଉଡୁଛି। ଦେଖିଲେ? ତ ଚାଲନ୍ତୁ ଭିଡ଼ିଓଟି କେମିତି ମ୍ୟାଜିକ୍ ହେଲା ଆପଣମାନଙ୍କୁ ଭଲ ଲାଗିଥିବ ଆଶା କରୁଛି। ଚାଲନ୍ତୁ ମ୍ୟାଜିକ୍ ବର୍ତ୍ତମାନ ଶିଖେ। ତ ଦେଖନ୍ତୁ ଏଇଟା ହେଉଛି ଗୋଟେ ପେପରର ଗୁଳା। ପ୍ରଥମେ କ'ଣ କରିବେ, ଗୋଟେ ପେପର ନେଇ ଆସିବେ, ପେପରଟିକୁ ଗୁଳା କରିଦେବେ, ବୁଝିପାରିଲେ? ତାପରେ ଯେକୌଣସି ଗୋଟିଏ କାଠି ସାହାଯ୍ୟରେ ବା ସ୍କ୍ରୁ ସାହାଯ୍ୟରେ ପେପରର ମଝି ଭାଗରେ ଗୁଳାଟିକୁ ରଖିଦେବେ, ବୁଝିପାରିଲେ? ବର୍ତ୍ତମାନ ମଝି ଭାଗରେ ରଖିଲା ପରେ ଆପଣଙ୍କୁ ହାତ ଉପରେ ରଖିବେ ଏବଂ କାଠିଟି ପଛପଟକୁ ରହିଲା, ହାତ ଏଇ ଡାହାଣ ହାତ ଯେତେବେଳେ ଉପରେ ରଖିବେ ଏ କାଠି ସାହାଯ୍ୟରେ ପେପରଟି ରହିବ, କିନ୍ତୁ ଆପଣମାନଙ୍କୁ ସାମ୍ନାରେ ଥିବା ଲୋକଙ୍କୁ ଲାଗିବ ଯେ ପେପରଟି ଶୂନ୍ୟରେ ଅଛି। ବୁଝିପାରିଲେ? ଆଶା କରୁଛି ମ୍ୟାଜିକ୍ଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ଦୟାକରି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ସେୟାର କମେଣ୍ଟ କରନ୍ତୁ। ରହୁଛି।